ଏଇ କିନ୍ତୁ ଏଠି ବାସନ କାନ୍ଦୁଛି। ଭାଇ 200 ଟଙ୍କା ଆଗ ଫୋନ ପେ କରିଦିଅ, ତାପରେ ଯୋଉ କଥା। ଦେଖ ସଫାସଫି ହେଇଗଲା, ଏବେ ଖାଲି ପାଣିରେ ଧୁଆ ହବ। ତ ଗୋଟେ କଥା ସମସ୍ତେ ମତେ କହିବେ, ଆସିକି ନୂଆ ବର୍ଷ ଗଲାଣି 4 ଦିନ ହେଲାଣି, ସମସ୍ତେ ଭୋଜି ସମସ୍ତେ ଖିଆ ପିଆ କଲେ, ସବୁ ଠିକ ହେଲା। ଦେଖିବେ ଗୋଟେ ଜିନିଷ, ଏଇ କିନ୍ତୁ ଏଠି ବାସନ କାନ୍ଦୁଛି। ମାନେ 4 ଦିନ ହେଲା ଭୋଜି ସରିଲାଣି, ନୂଆ ବର୍ଷ ସରିଗଲା, କିନ୍ତୁ ବାସନ ଆଜି ପର୍ଯ୍ୟନ୍ତ କାନ୍ଦୁଛି ହେଲା। ଏଇ ବାସନ ନେଇକି ସବୁ ଧୁଆଧୁଇ କରିକି ମଜାମଜି କରି ଭାଇ ମାନେ ଆସିଲେ, କିଛି ମାଜି ଦେଇଛନ୍ତି। ଆଉ ମୋ ସାଙ୍ଗ ମତେ ଫୋନ କରିଥିଲା, କହିଲା ଆରେ ଭାଇ ତୁ ଆସିବୁ କେତେବେଳେ, ଆମ ନୂଆ ବର୍ଷ ଖାଇଥିଲେ ବାସନ ମଜା ହେଇନି। ବୋଲି କିଛି ନାହିଁ, ହାଣ୍ଡି ଫାଣ୍ଡି ଯାହା ଅଛି ସବୁ ମୁଁ ଏକୁଟିଆ ମାଜିଦେବି, ଟଙ୍କା ତୁ ସମସ୍ତେ ଦବ ଡେଲିଭରି ଚାର୍ଜ ଆଉ, ତ ମୁଁ ମାଜିଦେବି ଆଉ। ଆଉ ଆପଣ ମାନଙ୍କର କାହାର ଏଇଭଳିଆ ଅବସ୍ଥା ହେଇଛି, ମାନେ ଭୋଜି ସରିଗଲାଣି କିନ୍ତୁ ବାସନ ମଜା ହେଇନି, ନିହାତି ଭାବରେ କମେଣ୍ଟ କରି କୁହନ୍ତୁ, ବୁଝିଲେ। ଦେଖ ସଫାସଫି ହେଇଗଲା, ଏବେ ଖାଲି ପାଣିରେ ଧୁଆ ହବ। ଏବେ ଦେଖନ୍ତୁ ଆମର ସବୁ ସଫାସଫି ସବୁ ରେଡି ହେଇଗଲା, ବୁଝିଲ। ବାହାରେ ଟିକେ ଦେଖିଦିଅ, ହେଇ ଏ ସବୁ ସଫାସଫି ହେଇଗଲା। ଦେଖ ହେଇ ଏ ପୁରା ବାହାର ଭିତର ସବୁ ସଫାସଫି ହେଇଗଲା, ପାଲ ଆଣି ଭାଙ୍ଗି ପକେଇ ଦେଇଛି। ଏ ସବୁ ଅଳିଆ ମଳିଆ ହେଇଥିଲା, ଦେଖ ଏଇଠି ଅଖାଟା ବୁଡା ହେଇଥିଲା, ଏଇ ଅଖା ବି ଶୁଖେଇ ଦେଇଛି। ସବୁ କାର୍ଯ୍ୟ ସବୁ ସରିଗଲା, ସଫାସଫି ହେଇଗଲା। ଆଉ ଯଦି କିଛି ଉଣା ଥାଏ ଆଧରେ, ତ ଭାଇ ମାନେ ମତେ କ୍ଷମା କରିବେ। ଯେତିକି ଯାହା ପାରୁଛି ସଫାସଫି କରିଛି, ଆଉ ହେଇପାରିଲାନି। ସବୁ ଯାହା ସଫାସଫି ହେଇଛି, ଯଦି ଆପଣଙ୍କ ମନକୁ ନ ପାଇଲା ତାହେଲେ ମତେ ଟିକେ କ୍ଷମା କରିବେ, କାହିଁକିନା ମତେ ଆଜ୍ଞା ଯେତିକି ଆସେ ମୁଁ ସେତିକି କଲି, ଠିକ ଅଛି। ଭାଇ 200 ଟଙ୍କା ଆଗ ଫୋନ ପେ କରିଦିଅ, ତାପରେ ଯୋଉ କଥା, ନହେଲେ ଭିଡିଓ ପୋଷ୍ଟ କରିଦେବି, ଠିକ ଅଛି। ଶୀଘ୍ର ଫୋନ ପେ କର 200 ଟଙ୍କା ହେଲା। ରହୁଛି, ଦେଖାହବ ଆଉ ଗୋଟେ ନୂଆ ଭିଡିଓରେ। ଆଉ ଏମିତି ଅବସ୍ଥା କୋଉ ମାନଙ୍କର ହେଇଛି ମତେ କହିବେ, ବୁଝିଲେ ତ।